Hi Priyanshu, हेलो मैम। you are the most youngest student of our institute. तुम्हें तुम्हारा 12th ଏବେ କମ୍ପ୍ଲିଟ୍ କରିଛ ମୋଷ୍ଟଲି ତୁମ ଭଳି ଷ୍ଟୁଡେଣ୍ଟ ମାନେ ଆଫ୍ଟର କମ୍ପ୍ଲିଟିଂ 12th ସେମାନେ ତାଙ୍କର ଟାଇମ୍ ୟୁଟିଲାଇଜ୍ କରିନିଅନ୍ତି ହ୍ୱାଇଲ୍ ଗେମିଂ ମୁଭି ଦେଖିବାରେ ବଟ୍ ତୁମେ ଚୁଜ୍ କରିଲ ଡିଜିଟାଲ ମାର୍କେଟିଂ ଲର୍ନ କରିବ ବୋଲି ଆଜ୍ ତୁମ ପାଖରେ ଟାଇମ୍ ଅଛି ତୁମର ଫର୍ଦର ଷ୍ଟଡିଜ୍ ପାଇଁ ଆଇ ହୋପ୍ କି ତୁମର ବହୁତ ସାରା ପ୍ଲାନ୍ ଥିବ ତୁମର ଫ୍ୟୁଚରକୁ ନେଇକି ସୋ ହାଉ ଦ କୋର୍ସ ଇଜ୍ ହେଲ୍ପିଂ ୟୁ। ମୋ ପାଖରେ ଏବେ ହାୟର ଷ୍ଟଡି ପାଇଁ ବହୁତ ସମୟ ଅଛି। ସେଥିପାଇଁ ମୋ ଟାଇମ୍ଟାକୁ ୟୁଟିଲାଇଜ୍ କରିବାକୁ ଚାହିଁଲି। ଆଉ ମୁଁ ୟୁଟିଲାଇଜ୍ କିଛି ସ୍କିଲ୍ ଗେନ୍ କରିବାକୁ ଚାହିଁଲି। ଆଉ ସ୍କିଲ୍ ସବୁ ରିସର୍ଚ୍ଚ କଲି କେଉଁ ସ୍କିଲ୍ଟା ମୋ ପାଇଁ ମୋ ଫ୍ୟୁଚରରେ ଦରକାର ହେବ ସେ ସ୍କିଲ୍ଟାକୁ ମୁଁ ରିସର୍ଚ୍ଚ କଲି। ରିସର୍ଚ୍ଚ କଲା ପରେ ମୁଁ ଡିଜିଟାଲ ମାର୍କେଟିଂଟା ଦେଖିଲି। ଆଉ ଡିଜିଟାଲ ମାର୍କେଟିଂ ମୁଁ ଭାବିଲି କି ମୋ ଫ୍ୟୁଚର ପାଇଁ ବହୁତ ଭଲ ହେବ। ସେଥିପାଇଁ ମୁଁ ତାକୁ ପ୍ରାୟୋରିଟି ଦେଲି ଆଉ ଶିଖିବାକୁ ଆସିଲି। ଆଉ ଏବେ ପର୍ଯ୍ୟନ୍ତ ଟିଲ୍ 1.5 ମାସ ହେଇଗଲାଣି ମୁଁ ଡିଜିଟାଲ ମାର୍କେଟିଂର ଅଧାଅଧି ପାର୍ଟ ଶିଖିଗଲିଣି। ଏକ୍ଜାମ୍ପଲ୍ SMM, SEO, କଣ୍ଟେଣ୍ଟ ରାଇଟିଂ, ୱେବ୍ ଡିଜାଇନ୍ ଅଧାଅଧି ଶିଖିଗଲିଣି। ମାର୍କେଟିଂ ଶିଖିବା ପାଇଁ ସେମିତି କିଛି ଏଲିଜିବଲ୍ ନାହିଁ କି 12 ପିଲା ଶିଖିପାରିବେନି, ଗ୍ରାଜୁଏସନ୍ ପରେ ଶିଖିପାରିବେ, ସେମିତି କିଛି ଏଲିଜିବଲ୍ ନାହିଁ। ଯେକୌଣସି କ୍ଲାସ୍ରେ ହେଉନା ଆମେ ଡିଜିଟାଲ ମାର୍କେଟିଂ ଶିଖିପାରିବା। ମୋ ପରି 12 ଷ୍ଟୁଡେଣ୍ଟ ମାନେ ଯେଉଁମାନେ ଇଣ୍ଟରେଷ୍ଟ ରଖୁଛନ୍ତି ଡିଜିଟାଲ ମାର୍କେଟିଂ ଶିଖିବା ପାଇଁ ସେମାନେ ଶିଖିପାରିବେ।